ଯେମିତି ଆମକୁ ଆଜି ଟିକେ ଭୋକ ଲାଗୁଛି, ଅଳ୍ପ ଭୋକ ଲାଗୁଛି, ବଢ଼ିଆ ବଢ଼ିଆ ସବୁ ଟେଷ୍ଟ ସବୁ ରନ୍ଧା ହେଇଛି, ରସଗୋଲା, କ୍ଷୀରି, ପଲଉ, ଖୁର୍ମା ସବୁ ରନ୍ଧା ହେଉଛି। ଆମ ଅଳ୍ପ ଭୋକ ଲାଗିଥିବ, ଖାଇବ ବୋଲେ ତା'ର ଟେଷ୍ଟ କମ୍ ଲାଗିବନି? ଆଉ ଟିକେ ଯଦି ଭୋକ ହେବ ଆଉ ଟିକେ ଟେଷ୍ଟ ଲାଗିବ। ବେଶୀ ଭୋକ ହେଉଥିବ ତୁମକୁ ସବୁ ପ୍ରକାର ଜିନିଷ ଦିଆହେବ, କେତେ ଉତ୍ସାହରେ ଖାଇବ ନାଇଁ? ଚାଲ ଆଜି ଏତେ ସୁନ୍ଦର ଟେଷ୍ଟ ହେଇଛି, ସବୁ ଜାଗା ପୁରା ପେଟ ଭରିକିରି ଖାଇବା, ଚାଲ ସବୁ ଜାଗା ଇଚ୍ଛା ହେବ, ସବୁ ଜାଗା ଖାଇବା, କିଛି ଛାଡ଼ିବାନି। ଯେତେ ଆଇଟମ୍ ହୋଇଛି ସବୁ ଜାଗା ଖାଇବା, କେଉଁଟା ହେଲେ ଛାଡ଼ିବାନି। ଇଚ୍ଛା ହେବ କି ନାହିଁ କହିଲ? ଆଉ ଟିକେ ଭୋକ, ହଁ ଏବେ ଆଜ୍ଞା ଏତେ ଜାଗା ଖାଇଛି, ଆଉ ଥରେ ରସଗୋଲା ନାହିଁ ଥାଉ, ଏବେ ଖାଇବାକୁ ଇଚ୍ଛା ହେବ କି? ଆଉ ଇଚ୍ଛା ହେବନି। ବେଶୀ ଭୋକ ହେଉଥିବ, ଦିଅ, ଯାହା ଦେଲେ ବଢ଼ିଆ ହେଇଛି ଆଜ୍ଞା। ଏଇଟା କହିବାର ତାତ୍ପର୍ଯ୍ୟ କ'ଣ? ଆମକୁ ଯଦି ବେଶୀ ଲେଟ୍ ହେଉଛି, ଆମର ମନ ଲାଗୁନି, ଲେଟ୍ ହେଉଛି, ଆଜି ଭାଙ୍ଗି ଯାଉଛି, କାଲିକି ହେଉଛି, କାଲି ହଉ, ଲେଟ୍ ହଉ, ଆମକୁ ଯଦି ଲେଟ୍ରେ ଆମକୁ ଯଦି କୃଷ୍ଣ ଭକ୍ତି ମିଳିଲା, ଭଗବାନ ଶ୍ରୀକୃଷ୍ଣ ଦର୍ଶନ ଦେଲେ, ଆମକୁ କୃଷ୍ଣ ଭକ୍ତି ମିଳିଲା ବୋଲେ ଆମକୁ କ'ଣ ହେବ? ଟେଷ୍ଟ ଲାଗିବନି? ଭଗବାନ ବହୁତ ମାନେ କୃପା, ଯାହା ହଉ ଏତେ ପରିଶ୍ରମ କଲି, ଭଗବାନ ଆଜି ଦର୍ଶନ ଆମକୁ ଦେଲେ, ଖୁସି ଲାଗିବନି? ଯଦି ସାଙ୍ଗେ ସାଙ୍ଗେ ତୁମକୁ ଦର୍ଶନ ଦେଇଦେବେ, ଆଉ ଉତ୍ସାହ ରହିବ ତୁମର, ଆଉ ଧୈର୍ଯ୍ୟ ରହିବ? ହଁ ମୁଁ ଦେଖିନି, ଏ ଭଗବାନ ଦେଖିଛି, ଆଉ କ'ଣ କରିବା, ଛାଡ଼ ଆଉ ଭକ୍ତି କରିବାନି, ଛାଡ଼ କ'ଣ କରିବା, ଛାଡ଼ ମୁଁ ଦେଖିଦେଲେ ଭଗବାନଙ୍କୁ, ଆଉ କ'ଣ ଦେଖି ଭକ୍ତି କରିବା, ଉତ୍ସାହ ଭାଙ୍ଗିଯିବ। ହେଲେ ତେଣୁ ଏଇଠି କୁହାଯାଇଛି, ଯିଏ ସାତ୍ଵିକ ଧୃତି, ତାଙ୍କର ଉତ୍ସାହ କେବେ ହେଲେ ଭାଙ୍ଗିବନି, ସବୁବେଳେ ବଢ଼ିବ। ଯେମିତି ଜଣେ ପରିଶ୍ରମ କରି ଧନ ରୋଜଗାର କରିଥିବ, ଯେଉଁଠି ଗରିବ ଲୋକ ବହୁତ ପରିଶ୍ରମ କରି ଧନ ରୋଜଗାର କରିଥିବ, ତାକୁ କେତେ ଖୁସି ଲାଗିବ ନାଇଁ? ଖୁସି ଲାଗିବନି? ଯାହା ହଉ ମୁଁ ଏତେ ପରିଶ୍ରମ କଲି, ଧନ ଖଣ୍ଡେ ଏକାଡ଼ କଲି। ଆଉ ଯାହାକୁ ଯଦି ବିନା ପରିଶ୍ରମ ଧନ ସବୁ ପଳାଇ ଆସିବ, ଧନୀ ଲୋକମାନେ 20-30ଟା ଘର ବାନ୍ଧିଥିବେ, ମାସକୁ ଲକ୍ଷେ ଟଙ୍କା ଆସୁଥିବ, ତାଙ୍କୁ କ'ଣ ମନ ଲାଗୁଥିବ? କ'ଣ ଖୁସି ଲାଗୁଥିବ? ହଁ ଆଉଛି ତ, ଭଲ ଲାଗୁନଥିବ। କିନ୍ତୁ ପରିଶ୍ରମ କରିକି ଫଳଟା ଆସୁଥିବ ବୋଲେ ଗୋଟେ ଖୁସି ଲାଗୁନଥିବ, ବହୁତ ଆନନ୍ଦ ଲାଗୁଥିବ। ତ ଏ ଭକ୍ତି ଲାଇନ୍ ମଧ୍ୟ ସେମିତି। ଭକ୍ତିରେ ଯଦି ଆମେ ଜପ କରି, ଆଜି ଜପ ମନ ଲାଗୁନି, କାଲିକି ଜପ ମନ ଲାଗୁଛି, ଆଜି ଉତ୍ସାହ ରହୁଛି, କାଲି ଭାଙ୍ଗି ଯାଉଛି, ଏମିତି ହେ ଯଦି ଆମକୁ ଯଦି ଗୋଟେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା, ଆମର ଉତ୍ସାହ, ଆମର ମନ ଲାଗିବ, ଭଗବାନଙ୍କୁ ଆମକୁ କୃପା ପାଇବା, ଆମକୁ ସେ ଆନନ୍ଦଟା ଗୋଟେ ବିଶେଷ ଆନନ୍ଦ ଲାଗେ।